ଗ୍ରାମର ଯେଉଁ ବିଷ ଖାଇକି ମରିଛନ୍ତି ସେ ହେଲେ ଧାନବାଣୀର ରାଜମୁଣ୍ଡାର ବାସଭବନରେ ଅଛୁ। ଆମର ଓଡ଼ିଶା କୃଷକ ସଭାପତି ମମତା ନାୟକ ଏବଂ ସରପଞ୍ଚ ଚପଳ ନାୟକ ଏବଂ ଧାନବାଣୀର ଜନ୍ମ ମହାନ୍ତ ସ୍ୱାମୀଙ୍କ ନାଁ ରାମ ମୁଣ୍ଡା। କେତେ ବର୍ଷ ତମର ତମ ନାଁ କଣ? ରୁକ୍ମଣୀ ମୁଣ୍ଡା। ଘର ନା ତମର ପୁଅ ଛୁଆ ପିଲା ଅଛନ୍ତି? କାଇଁ ପୁଅ କାଇଁ ଡାକ କେତେ ତାର ପାଠ ପଢୁଛି? ପଢୁନି? ଖାଲି ଗୋଟେ ପୁଅ ଆଉ ଛୁଆ ନାହିଁ? ଝିଅଟା ବାହା ହେଇଯାଇଛି। ଆଉ ଜମି ତମର କେତେ ଅଛି? ଏକରେ ଜମି ଚାଷ ଖାଲି ଧାନ ଆଉ ପନିପରିବା ଚାଷ କଲ। ଋଣ କରିଥିଲ? କୋଉ ଇଏରୁ ଋଣ କରିଥିଲ? ପାଟନାର କଣ କୋଅପରେଟିଭ ପ୍ରାଇଭେଟ ତା ନାଁଟା କଣ? ସେ ସଂସ୍ଥାଟା ନା ସାଇନସ। ଋଣ କରିକି ଚାଷ କରିଥିଲ, ଫସଲ ନଷ୍ଟ ହେଇଗଲା। ଏଇ ସବୁ ମରିଗଲା। ବର୍ଷା ନାହିଁ ଆଉ ଆମ ନଦୀ ପାଣି ବି ଆସିଲା ନାହିଁ, କୋଉଠି ଚାଲିଲା ନାହିଁ ଭଲସେ। ଧାନବାଣୀ ଗ୍ରାମର ମଙ୍ଗଳ ମଣ୍ଡା ବାସଭବନରେ ଆମର ରାଜ୍ୟର ସଭାପତି କୃଷକର ଆସିଛନ୍ତି ମହେଶ୍ୱର ସାରୁ ଏବଂ ଧାନବାଣୀର ଗ୍ରାମ ଲୋକ ମମତା ନାୟକ ମମତା ନାୟକ ଚପଳ ଭାଇ ସଂସ୍ଥା ନାଁଟା କୁହ? ସାଇନେଶ୍ୱର ମାଇକ୍ରୋ ଫାଇନାନ୍ସ। କୋଅପରେଟିଭ ବାଲା ତମକୁ ଋଣ ଦେଇନଥିଲେ? ସରକାରୀ ସଂସ୍ଥା ଋଣ ଦେଇନେଇ ଯାଇଥିଲ, ସେମାନେ ମନା କଲେ, ତମେ ତେଣୁ ବାଧ୍ୟ ହେଇକି ପ୍ରାଇଭେଟ ସଂସ୍ଥାରୁ ଋଣ କଲ ହେଲା। ନବୀନ ସରକାର କିଛି ଟିକେ ଅଚଳ କରିଦେଲା। ଏଇ ଯୋଉ ସାଇନର ବାଲା ଆସିକି କହୁଥିଲେ ତମ ଋଣ ସୁଝ ତମକୁ ତାଗିଦ କରୁଥିଲେ? କେତେ ନିଅନ୍ତି? ଏମାନଙ୍କର 3800 ଟଙ୍କା। କେତେ ଋଣ କେତେ ନେଇଥିଲେ? କେତେ ଋଣ? 1.5 ଲକ୍ଷ। କେତେ କିସ୍ତି ସୁଝ? କେତେଟା କିସ୍ତି ଥିଲା? ଚାରିଟା ସୁଝିଛ? ତିନିଟା ନା ଚାରିଟା ହବ। ଆଉ କେତେ ଥିଲା? 2 ବର୍ଷ ପାଇଁ ଦେଇଛି ଆଉ 2 ବର୍ଷ ପାଇଁ। 2 ବର୍ଷ 40ଟା କିସ୍ତି ନାଇଁ 24 ଆଉ 20ଟା।